से फुलटा को भ्रमण नचुरी बागर तुम मैं जाके से फुलटा तली आनी दिला मुझे अपेक्षा करुच्छी ताले ठीक अच्छी लपा ताले जाओला हेलो आज नहीं कि काली नहीं हठात आम सबर पल्लीर फुल देने को जड़े युवक पशि आसील कौन कहला ए हम सबर पल्लीर फुल उद्यान को पुणी जड़े युवक आसी से युवक ना देखा भारी सुंदर तमें मिछा कह नाइले नाई सत कहूँ जदि तुमको विश्वास होनी ताहले आम सहित चला देखिकी आसवा नहीं मत विश्वास होनी प्रतिदिन जेपरी मत ठट्टा कर आज मत तुम्हें सेपरी ठट्टा ही कर सत कहूँ ठीक अच्छी एक कथा जब तुम्हें सत कहूचा ताले चला मत देखा से कौटी अच्छा चल चला 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 आइले तमे हमके आ कोन पे मत निदर उठाई देला हा प्रथम तमे को तमे के एठो को कोन पाया से चाहा हेलो ए मुझे हेठान काहे कि तम मन को कोन पाई कहबी तमे को तमे मत कोन पाई निदर उठाई छ हैला तम परिचय जाने बाबा मो संग में तम को एठो उठाई देले मो परिचय हेलो ए तमे मन कर तम चेहरा के आईना देखी छ ना ना देखिनी सेथि पाई तो परिचय मागे बचाली आछ जम्मार दे परिबेनी मो परिचय हैला तमे जे तम परिचय न दबा हां ताले मो संग तुमको देखाई दबा कोनटा देखैबो आईना अच्छा ताला आईनाटा मध्य नहीं कैछ देखे दो ना अरे संग ए जाऊ मो से जीवक तांको परिचय शीघ्र पचारि के आस जाऊ मो शीघ्र जाऊ ना
अरे युवक एपटे टिके शुणिकी जाओ ना कौन अरे हाँ एमिति न जानिला न चिणिला पर जमा हुआनी अच्छा अरे युवक कौन है आम जिमा कौन कहले शुणी पालानी मो परिचय मागिले अच्छा हाँ। ताले तुमको बेस भाव जना अच्छा हेले कौन तुम परिचय दे दो ना मो कौन पाई देबी अरे जम्मार दे परिबिनी कौन सरी जीवन कौन न सरिले मध्य दे परिबिनी हैला करी दबनी जम्मार न ताले मु कहि दउची कहि दियो न अले देखले देखा ए युवक तांका परिचय मते भी दो नहंती मिलो ସତରେ ତୁ ଏ ମଣିଷଙ୍କ ନାକ ଉପରେ ରାଗ ଅଛି ନା ना बाबा ना ए मଣିଷଙ୍କ ଦେହରେ ନାକରେ ସବୁଆଡେ ରାଗଟା ରହିକି ଅଛି ଆଲେ ଏ ଫୁଲେଇ ଦେଖୁନ ତମ ପାଇଁ ଆଜି କେତେ କଥା ଶୁଣି ସାରିଲେଣି ମା ଆରେ ଏମିତି କଥା ଶୁଣୁଛ ଯେ ଆରେ ଆମେ ଅଛୁ ବୋଲି ନା ଏ ଯୁବକ ତାଙ୍କ ପରିଚୟଟା ଦେଉନାହାନ୍ତି ଓ ସେମିତି କି ହଁ ହେଲେ କଣ କରିବା ଯେ ଏଠି କଣ ଆଉ କରିବା ଆମେ 4 ଜଣକୁ ଏଇଠୁ ଚାଲି ଯିବାକୁ ପଡିବ ଓ ତାମାନେ ତମେ କହିବାକୁ ଚାହୁଁଛ ଯେ ମୁଁ ଯଦି ତାଙ୍କ ପରିଚୟ ଏକୁଟିଆ ପଚାରେ ତାଙ୍କ ପରିଚୟ ଦେଇଦେବେ ତ ଏ ଅପା ଏକୁଟିଆ ନିରୁଳାରେ ତାଙ୍କ ପରିଚୟ ମାଗି ଦେଖୁନ କାଳି ସେ ଦେଇଦେବେ ଲୋ ଠିକ ଅଛି ଲୋ ତମେ ଯଦି ଏ କଥା କହୁଛ ତାହେଲେ ମୁଁ ଏକୁଟିଆ ମାଗିବି କିନ୍ତୁ ତୁମେ ମାନେ ଯାଅ ସେ ପରଘର ମୁଁ ଅପେକ୍ଷା କରିଥାଅ ହଉ ହଉ ଆମେ ବି ଏଇଠୁ ରହିବାକୁ ଚାହୁଁନୁ ମା ଚାଲି ଚାଲି ହେଲେ ସେଠିକୁ ଯାଅ ଲୋ ମୁଁ ଏକୁଟିଆ ତାଙ୍କ ପରିଚୟ ପଚାରିକି ଦେଖେ ହେଲେ ସାଙ୍ଗ ହଁ। ଚାଲି ଯିବା ପୂର୍ବରୁ କିଛି କହିକି ଯିବି ଲୋ କଣ କହିବାକୁ ଚାହୁଁଛ ଯେ ଶୁଣିବ କଣ ତାଇଲେ ମନ ଦେଇକି ଶୁଣ କଣ ଲୋ केउटा घर की नाई जा बेले मांसु खुद बुझा मुठी नाई खा बेले मांसु ସମସ୍ତେ ତ ଚାଲିଗଲେ ତମେ ଏଠି କଣଟା କରୁଛ ତମ ପରିଚୟ ଜାଣିବା ପାଇଁ ଏଠି ମୁଁ ରହିଯାଇଛି ମୋ ପରିଚୟ ଆଲୋ ଏଇ ମୁଁ ମୋ ପରିଚୟଟା କାହାରିକୁ ଦିଏନି ମ କାହିଁକି ମ କାହିଁକି ନା ମୁଁ ଏକ ଗୁପ୍ତ କାର୍ଯ୍ୟ ବାହାରି ପଡ଼ିଛି ଆଉ ତେଣୁକରି ମୁଁ ମୋ ପରିଚୟଟିକୁ ମଧ୍ୟ ଗୁପ୍ତ ଭାବରେ ରଖିଛି ବୁଝିପାରିଲି ଆଚ୍ଛା ଆଚ୍ଛା ଗୋଟିଏ କଥା କଣ କହିଲେ ତମେ କଣ ତମ ସଖୀ ସହଚାରୀ ମାନଙ୍କୁ ଟିକେ ମଧ୍ୟ ଶିଷ୍ଟାଚାର କିମ୍ବା ଭଦ୍ରତା ଶିଖେଇଲ ଆରେ ଏମିତି କଣ ହେଇଗଲା ଯେ ମୋ ସାଙ୍ଗ ମାନଙ୍କ ବିଷୟରେ ସବୁ କହି ଯାଉଛ ଯେ ଏମିତି ଜଣେ ଅଜଣା ପୁରୁଷକୁ କିଏ ଠେଲି ଦଉଛି ତ କିଏ ଠେଲି ଦଉଛି ଯେ ତମ ବଡ଼ ସୁନ୍ଦର ଯୁବକ ଆମେ କେବେ ଦେଖିନଥିଲୁ ଆଚ୍ଛା। ସେଥିପାଇଁ ତ ମୋ ସାଙ୍ଗମାନେ କିଏ ତୁମକୁ ଏମିତି ଠେଲି ଦେଉଛି ମ ସେଥିପାଇଁ ତ ଏମିତି ସମସ୍ତେ ବାୟାଣୀଙ୍କ ଭଳିଆ ହଉଛନ୍ତି ହଁ ହଉ ହେଲା ହେଲେ ଯେତେବେଳେ ତ ନିଦରୁ ଉଠେଇ ସାରିଲେଣି ଏଥର ଏଇଟା କୁହ କଣ ହ୍ୟାଲୋ ଏ ତମେ କିଏ ଆଉ ତମେ ଏଠି କଣ କରୁଛ ମାନେ ତମର ସମ୍ପୂର୍ଣ୍ଣ ପରିଚୟଟା କଣ ମୋ ପରିଚୟ ହଁ ଆରେ ବାବା ମୁଁ ମୋ ପରିଚୟ କହିପାରିବିନି କାହିଁକି କହିପାରିବି କାହିଁକି ନା ଆଚ୍ଛା ମୋ ବାବା କହି ଯାଇଛନ୍ତି ହଁ। ଅପରିଚିତ ମଣିଷକୁ ନିଜ ପରିଚୟ ଦେବା ଉଚିତ ନୁହଁ ବୋଲି ହାଇଲେ ତମକୁ ତମ ବାପା କହିକି ଯାଇଛନ୍ତି ଅପରିଚିତ ମଣିଷକୁ ନିଜ ପରିଚୟ ଦେବାଟା ଉଚିତ ନୁହଁ ହଁ ହଁ ଆଉ ଅପରିଚିତ ମଣିଷକୁ ଶୋଇଥିବା ଅବସ୍ଥାରେ ନିଦରୁ ଉଠେଇବା ଏଇଟା ମଧ୍ୟ ନିଶ୍ଚୟ ତମକୁ ତମର ସେଇ ବାପା ଶିଖେଇଥିବେ ନାଇଁ ଯେ ନାଇଁ ଯେପରି ଆଲୋ ଏଇ ତମ ପରିଚୟଟା ଦେଇଦିଅ ମୁଁ ତମର କୌଣସି ପ୍ରକାର କ୍ଷତି କରିବିନି ହେଲା ଆରେ ମୁଁ ଯଦି ୟାଙ୍କୁ ମୋ ପରିଚୟ ଦେଇଦିଏ
ତାହେଲେ ମୋ ମନରେ ଯୋଉ ଭାବନାଟା ସୃଷ୍ଟି ହଉଛି ସେଇ ଭାବନାଟା ସତ୍ୟ ମଧ୍ୟ ହେଇପାରେ। ଆଲୋ କଣ ହେଲା ମ ପରିଚୟଟା ଦବ ନା ରେ ଏ କଣ ଗୋଟେ ସୁନ୍ଦର ଫୁଲକୁ ଯଦି ଆଚ୍ଛା କଲା ଭ୍ରମଟେ ଆସି ତା ପରିଚୟ ପଚାରେ ହଁ ତାହେଲେ ସେଇ ଫୁଲ ବିଚାରୀଟା କଣ କହିବ? କଣ ଆଉ କହିବ ନିଶ୍ଚୟ ସେ ଫୁଲଟା ଲାଜେଇ ଯାଇ ଝାଉଲି ପଡିବ। ଝଳି ପଡିବ ନା ହଁ ତ। ଲାଜେଇ ଯିବ ନା ହଁ ମୁଁ ମଧ୍ୟ ସେଇ ଫୁଲ પર ଲାଜେଇ ଯାଉଛି ମୁଁ। ହଇରେ ହେଲେ ଏଇଟା ତ ମୁଁ ଜମାରୁ ବୁଝିପାରିଲି କଣ ଆଲୋ ଏଠି ଫୁଲ କିଏ ଆଉ ଭ୍ରମର କିଏ ଏତିକି ବି ବୁଝିପାରୁନ? ନାଇଁ ତ ଏ କଣ ସେଇ ଭ୍ରମରଟା ହଉଛ ତମେ ଆଉ ସେଇ ରାଜକୁଲି ଫୁଲଟା ହଉଛି ମୁଁ। ହ୍ୟାଲୋ ତମେ କୌଣସି ପ୍ରକାର ଫୁଲ ନୁହଁ କିମ୍ବା ମୁଁ କୌଣସି ପ୍ରକାର ଭ୍ରମର ନ ବୁଝିପାରିଲ ଆଚ୍ଛା ସିଧା ସଡ଼କ ଭାବରେ ନିଜ ପରିଚୟଟା ଦିଅ ନଚେତ ମୁଁ ଏଠି ଚାଲି ଯାଉଛି। ନା ନା ଯାଅନି ଆଚ୍ଛା କହିଦେବି ଯେ ମୋ ପରିଚୟ ତାହେଲେ ଶୀଘ୍ର କୁହ। ଶୁଣିବା ନିଶ୍ଚୟ ଠିକ ଅଛି ଯୁବକ ତାହେଲେ ଶୁଣ ମୋ ପରିଚୟ। କହି ଯାଅ। हो फुलक भ्रमराजी मग परिचय कोई खुद न पचारे तुम्हें किए कुआ फुलक भ्रमराजी मग परिचय कोई खुद न पचारे तुम्हें किए कुआ ଆଉ ଆଗକୁ तुम्हें कौन राजा राजा पुआ ଜମାରୁ କହିବି तुम्हें कौन राजा राजा पुआ मुसा बरजिया नमरा की मोरा मुसा बरजिया नमरा की मोरा उड़ीबाकू आसती ए उद्याना तुमको देख देनु एही क्षण उड़ीबाकू आसती ए उद्याना तुमको देख देनु एही क्षण सबर राजा अटती पूजा पिता मोर सबर राजा अटती पूजा पिता मोर रोहित लखाई अभिषाय रोहित लखाई अभिषाय मुसा बरजिया नमरा की मोरा अच्छा मुसा बरजिया नमरा की मोरा ଆଉ ତାପରେ ଆରେ ତାପରେ ହଇଲୋ କଣ ହେଲା ମ କଣ ପାଇଁ ଏମିତି ଅନ୍ୟମନସ୍କ ହେଇଯାଉଛ? ତାପରେ କଣ ଆଚ୍ଛା ପ୍ରଥମେ ମୋ ସାଙ୍ଗମାନେ ତମକୁ ସେ ଶୟନ କରିଥିବା ସମୟରେ ଦେଖିଦେଲେ ଦେଖିଦେଲେ ମୁଁ ସେ ନିଦରୁ ଉଠେଇଦେଲି ଉଠେଇ ଦେଲେ ହଁ ଆଚ୍ଛା ତାହେଲେ ତମେ ହଉଛ ଜଣେ ଶବର ଜାତିର ଝିଅ ହଁ ହଁ ଆଉ ତମ ନାଁଟା ହଉଛି
ରାକ୍ଷୀ। ମାନେ ମୋ ନାଁଟା ହଉଛି ରାକ୍ଷୀ। ଆଚ୍ଛା ହେଲେ ସତ କଥାଟି କହିବି ରାକ୍ଷୀ। କହୁନା ସତ କହିବା ଗଲେ ତମେ ଜଣେ ସବର ଫୁଲର ଜନ୍ମ ହେଇକି ମଧ୍ୟ ଦେଖିବାର କୌଣସି ରାଜକୁମାର ଠାରୁ କମ ଲାଗୁନି। ସତରେ ରାକ୍ଷୀ ତମ ନାମଟା ଯେମିତି ରାକ୍ଷୀ ନା ହଁ ସେମିତିରେ ତମେ ଦେଖିବାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛ। ଏମା ଏ କଥା ତମେ କହୁଛ ମୁଁ ଦେଖିବାକୁ ସୁନ୍ଦର ଦେଖାଯାଉଛି। ଆଲୋ ହଁ ନାଇଁ ଏ କଥା ମୁଁ କହୁଛି। ହେଲେ ଶୁଣ ଆଜି ତ ମୁଁ ମୋ ପରିଚୟଟା ଦେଇପାରିବିନି କାରଣ ମୋର ଗନ୍ତବ୍ୟ ମଧ୍ୟ ହେଉଛି ଅଲଗା। ଆଉ ମୋତେ ବହୁତ ଦୂର ଯିବାର ଅଛି। ତେଣୁକରି ବର୍ତ୍ତମାନ ମୁଁ ଏଠି ଚାଲି ଯାଉଛି। ଆଉ ଜୀବନରେ ଯଦି ଦ୍ୱିତୀୟ ଥର ପାଇଁ କେବେ ସାକ୍ଷାତ ହୁଏ ତାହେଲେ ନିଶ୍ଚୟ ସେଦିନ ମୁଁ ମଧ୍ୟ ତମକୁ ମୋ ପରିଚୟଟା ଦେଇଦେବି ହେଲା। କଣ କହିଲ ଏଇ ଖଣି ତୁମେ ଚାଲିଯିବ? ହଁ ହେଲେ ଆହୁରି କିଛି ସମୟ ଏଠି ରହିଯାଉନ। ଆହୁରି କିଛି ସମୟ ହଁ ହଇଲେ ଆରେ ଆହୁରି କିଛି ସମୟ ଏଠି ମୁଁ କଣ ତମ କରିବି? କାହିଁକି ନା ତମକୁ ନା ଗୋଟେ ଜରୁରୀ କଥାଟା କହିବାର ଥିଲା ମୋ। କଣ କହିଲ? ତମେ ପୁଣି ମତେ ଗୋଟେ ଜରୁରୀ କଥାଟେ କହିବ? ଆଲୋ ଏ ଲାଗୁଛି ପ୍ରଥମ ଦେଖାରୁ ସବୁ ଜରୁରୀ କଥାଟା ଏକାଥରକୁ କହିଯିବ। ହଉ ହେଲା ତମକୁ କେଇଟା ସମୟ ଦେଲି ଅଳ୍ପ କ୍ଷଣ ମଧ୍ୟରେ ତମର ସେ ଜରୁରୀ କଥାଟା ମୋ ଆଗରେ କହିବି ନଚେତ୍ ମୁଁ ଏଠି ଚାଲିଯିବି ଲୋ ରାକ୍ଷୀ। ମୁଁ ଝିଅ ପିଲାଟେ ପ୍ରଥମେ ୟାଙ୍କୁ କେମିତି କହିଦେବି? ସେ ଯଦି ପ୍ରଥମେ କହିଦିଅନ୍ତେ ତାହେଲେ ଭଲ ହୁଅନ୍ତା ନା। ଆଲୋ ଏ କଣଟା କହିବା ପରେ ଶୀଘ୍ର କହିଦଉନ। କହିଦେବି ମନ ଖୋଲିକି କହ। କିନ୍ତୁ ମୋ କଥା ଶୁଣିକି ତମେ ରାଗିବନି ତ? ଆଲୋ ଏ ରାକ୍ଷୀ ଆରେ ମୁଁ କଣ ପାଇଁ ରାଗିବି? ଜମା ରାଗିବିନି ହେଲା। କଣ କହିବ କିନ୍ତୁ ଟିକେ ଶୀଘ୍ର କୁହ। ସତରେ ରାଗିବନି? ଆରେ ବାବା କହିଲି ପରା ଜମା ରାଗିବିନି। କଣ ସତ କଥାଟା କହିବାକୁ ଗଲେ ନା ଆଚ୍ଛା ମୁଁ ନା ହଁ ତମକୁ ହଇଲୋ ଏ ତମେ ପୁଣି ମତେ ଆଲୋ ଏ ରାକ୍ଷୀ ଆରେ ଆଗକୁ ପଛକୁ କିଛି ଅଛି ନା ଏତିକିରେ ଶେଷ ମ? ଆହୁରି ପୁଣି ଅଛି ଯେ। ଆଚ୍ଛା ଆହୁରି ପୁଣି ଅଛି ତାହେଲେ ଶୀଘ୍ର କହୁନ। କଣ ସତରେ ରାଗିବନି? ଆରେ କହିଲି ପରା ଜମା ରାଗିବିନି। ସତ କଥାଟା କହିବାକୁ ଗଲେ ନା କଣ ମୁଁ ନା ହଁ ତମକୁ ହଁ ମତେ ମା ମତେ ଭାରି ଭୟ ଲାଗୁଛି। ହଇଲେ ତମକୁ ଶୀଘ୍ର କହିବାକୁ କହିଲି ପରା ଶୀଘ୍ର କହୁନ। ତମେ କଥାରେ ଏମିତି ରାଗି ଯାଉଛ। ଆରେ ତମେ ଡେରି କରିଦଉଛ ରାଗିବିନି କେମିତି? ଡେରି କରୁଛି ପରେ ରାଗି ଯାଉଛ। ଆଉ ମୁଁ କହିଦେଲେ କେତେ ରାଗିବ ସେଇ କଥା ଭାରି ମତେ ଭୟ ଲାଗୁଛି। ଆଲୋ ଜମାରୁ ଭୟ କରନି ହେଲା। ତମେ ଯଦି ଡେରି କରିବନି ତାହେଲେ ମୁଁ ମଧ୍ୟ ରାଗିବିନି। ସତରେ? ହଁ ତାହେଲେ କହିଦେଉଛି ଶୀଘ୍ର କୁହ। ସତ କଥାଟା କହିବାକୁ ଗଲେ ନା କଣ ମୁଁ ନା ହଁ ତମକୁ ହଁ ମତେ ମନେ ମନେ ଭଲ ପାଇ ସାରିଛି। କଣ କହିଲ ତମେ ପୁଣି ମତେ ମନେ ମନେ ଭଲ ପାଇ ସାରିଛ? ଆଲୋ ଏ ରାକ୍ଷୀ ଦରକାର ନା ତମ ପରିଚୟ ମାନଙ୍କର ସେଇ ଭାଡା ପ୍ରେମକୁ ହେଲା। କଣ କହିଲ? ମୋ ପ୍ରେମକୁ ତମେ ଭଡ଼ା ପ୍ରେମ କହୁଛ? ଆଉ ନୁହେଁ ତ କଣ? ଏ କଣ ଦେଖ ହଁ ପ୍ରଥମ ଦେଖାରୁ ହିଁ ତୁମକୁ ମୁଁ ଭଲ ପାଇ ସାରିଛି। ଆଚ୍ଛା ହେଲେ ଶୁଣ ରାକ୍ଷୀ ମୁଁ ତମକୁ ଜମାରୁ ଭଲ ପାଉନି। ଆଉ ତମେ ଯେତେ ଚେଷ୍ଟା କଲେ ମଧ୍ୟ ତମର ମିଛ ପ୍ରେମ ଜାଲରେ ମତେ ଫସାଇ ପାରିବନି ବୁଝିଲ? ଆରେ ମୋ ପ୍ରେମ ମିଛ ପ୍ରେମ ନୁହଁ। କିଏ କହିଲା ମିଛ ନୁହଁ? ମୁଁ କହୁଛି ଆଚ୍ଛା। ମୋ ମନ କହୁଛି। ଆଚ୍ଛା ତମ ମନ କହୁଛି? ଆଲେ ଭଲରେ ଭଲରେ କହିଦଉଛି ଦୟାକରି ତମେ ଏଠି ଚାଲିଯାଅ ବୁଝିଲ? ନଚେତ୍ କିଛି ଭଲ ହବନି ରାକ୍ଷୀ। ନା ଯିବିନି। ଜୀବନ ଜମାର ଜୀବନ ଜମାରୁ ଯିବିନି। କେମିତି ଜୀବନ ମୁଁ ମଧ୍ୟ ଦେଖିନେବି। ଦେଖୁନା ଆଲୋ ଏ ରାକ୍ଷୀ ଆରେ ମନ ଦେଇକି ଶୁଣ ମ। କଣ ମ? ପ୍ରେମ କରିବାକୁ ତତେ ଲୋଗରି ମନ ନାହିଁ ଜମା। ପ୍ରେମ କରିବାକୁ ତତେ ଲୋଗରି ମନ ନାହିଁ ଜମା।
डोरी बांधी पारिबुनी देखिले लागुची घृणा चली जा एठ चली जा एठ चली जा भल पाइबाकू तते लगनी मन म बुझेना प्रेम करने तथे लगरी मन ना जम्मा तुमको जेते दूर को जीवा पे कहूची सत पाखो को पाखो कोन पे मारी आछो कोन पे जीवनी मु पर तुमको भले पाउची हेलो ए दया कर तुम मो बाट छाड़ी दियो तुम बाट छाड़ी पे हां जम्मारे न हो तुम बाट जम्मारे छाड़ी भी नहीं जम्मार छाड़ी बनी ना क्या मैं ते छाड़ी बनी मो बता देखने भी देखो ना हां हां देखो ना हां देखो ना अच्छा हे बात तमरा छाड़ी दिया काम मोरा छे अजथारे तुम पाके समय सारो छे पटना करी कि मते पाइब कि पुण्य समय नाही मो पाखे पाइबा को प्रेम पटेइबा पाइ मतला तू कुरी कर तू कते बहाना प्रेमर डोरी रे बांधी पारिबुनी देखिले लागुची घृणा चली जा एठ चली जा एठ चली जा हां कौन है मिति एमिति माने कोड़े जीवनी मो अच्छा एमिति माने कोड़े जीवनी ना हेलो ए जेमिति लठ जीवा कोड़ीबा बुझी पारि जम्मारे जीवनी भल पाइबा को तते न करी मन म बुझेना ए प्रेम करिबा को तते न करी मन ना जम्मा तुम मुंड कर मो कथा पछुनी आर कहली पर म तुमको भला पाउनी कोन पे अवस्था समनष्ट कर चलछ ए मो तो तुमको भले पाउची ना तुम काहे कि मो कथा बुझी पारु ना हो हेलो ए राखी आर दया कर तुम उठ चली जाओ ना जे प्लान तुमको मो निजर न करिछि अच्छा से प्लान तो रेट कोन जीवनी माने जीवनी हला कुआडे जीवनी जमार जीवनी जमारे जीवनी ठीक अछि तमे एठी रुहो किंबा जाओ मोर कोनसी आपत्ति ना हिलो राखी काहे कि मो काहे के जानी छ काहे कि ना मो रास्ता रे चलेली कोन कहलो सदरे चली जीव ए मां सदरे सदरे कोले जीव को चली जीवे ना ना ताको जीव को देबिनी काहे कि ना प्रथम देखारे ताको मो मनटा देई सारुची हेले कोन आरे रखिबे ए प्रेजेंट ताको नाम तो मु जाननी ताका परिचय मत मत जाना नहीं कोन आरे रखिबे हाँ डाकेबी से युवक को मु निश्चय डाकेबी तम कौच परा आ सुना अले
कौन कहला ए रसिका हेलो मो नाम रसिका फसिका किसी नुह ताले कौन मो मो नाटा होची चंद्रकांत एम्मा नाटा मत केते सुंदर है मो सुंदर हबनी चेहरा जत बेले तो सुंदर है नाटा कौन सुंदर है था बुझी पारी ना चंद्रकांत चंद्रकांत हाँ कहले परा मो नाम सुनो बोली कह पे बार 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 मते डाकिछ मो नाटा होची चंद्रकांत आउ एटा लेखिकी रख आउ थरे जदी डाकिछ देखिबो मोर असली रूप कौन देखिबो कौन देखेबी कहबी ना देखे दउ ना देखेई देबी देखे दउ ना नहीं 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 आज देखेबी ना आउ केबे देखेबी हला नहीं 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 आज देखे दउ ना अरे कहले पर आज देखे पारिबी जाओ देखे नहीं नहीं कहते थर कहबी कोन हमर सुनो बोली कह पे बार 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 ए दाकिका ए पटु कर देई देबी काका थर को सही चीज बुझी पाइला बाजे जटा ए रचिका पड़े ओए चल आहे रसिका धारा मोहता दिया कोलार बसिकी गेल ह करबी हाथ टाकू काटी के नहीं जीवे बुझी पारे हाथ रे काटी के नहीं जीवा हां ए हाथ रे काटी के नहीं कोन करबो जे अच्छा पूरा शरीर को नहीं जाउना दरकार नहीं तुम शरीर जाओ मो शरीर तुमको दरकार नहीं जाओ मारू न ए कान ए चुप ए हां आसा पापा दसी पने रखा से बामो कर
ଚାପୁଡ଼ି ଧରି ଦଉଛ ହଁ କଣ ପାଇଁ ମାନେ ତୁମକୁ ଭଲ ପାଉଛି ପ୍ରେମ କରିଛି ବୋଲି ତମ ପଛପଟକୁ ଚାପୁଡ଼ି ଧରି ହାଇରେ ତମକୁ ଲାଜ ଲାଗୁନି ଝିଅ ପିଲାଟେ କେମିତି ପରପୁରୁଷଙ୍କ ପଛପଟେ ଚାପୁଡ଼ି ଧରୁଛ ଆଲୋ ଏ ରାକ୍ଷୀ ତମେ ଯେତେ ଚାପୁଡ଼ି ଧରି ଆସୁଛ ମୁଁ ତମକୁ କଦାପି ଭଲ ପାଇପାରିବିନି ବୁଝିପାରିଲ ଏ ତମେ କାହିଁକି ବୁଝିପାରୁନ ମୁଁ ତମକୁ ଦେବତା ବୋଲି ମାନୁଅଛି ଆଚ୍ଛା ସତ କହୁଛି ତମ କଣ କହୁଛ ମୋ ପରେ ତମକୁ ଦେବତା ବୋଲି ମାନୁଅଛି ଆଲୋ ଏ ଦରକାର ନା ତମ ପରେ ପ୍ରେମ ତମ ପରେ ଭକ୍ତି କହିଲା ଦରକାର ତମେ ଏଠୁ ଚାଲିଯାଅ ସତ କହୁଛି ଧନ କଣ ତୁମେ ମୋ ଦେବତା ମୋ ପୂଜାରୀ ତୁମ ପାଦ ତଳେ ମୁଁ ଯେ ବନ୍ଦୀ ଜମା ମନା କଲେ ତୁମେ ମୋ ଖାଇବି ବିଷ କଣ କହିଲେ ଆଉ ଥରେ କହୁନ ତମେ ଯଦି ମନା କରିଦେବ ହଁ ତାହେଲେ ମୁଁ ବିଷ କହି ମରିଯିବି ଭଲ ହବ ଏଥର ତମେ ସଠିକ ରାସ୍ତା ଧରିଛ ଆରେ ଏ ରାଖ আর তুমি বিষ খাই মলে কেতে সরিলে কেতে মোর কোনটা যাଉଛି মোর কোনসি প্রকার ক্ষতি হবনি বুঝি পারল এ গোটে ছয় পিলা মরি ଯିବା ପାଇଁ କହୁଛି আচ্ছা। ଆଉ ତମେ ତା କୋଟକୁ ନହ କାହିଁକି ମୋ ପୁଣି কোট ପାଇଁ ଅଟକେବି ଯାଉନ କାହିଁକି ଆରେ ସତରେ ଏଟା ମଣିଷ ନା କଣ ମୁଁ ଜମାରୁ ବୁଝି ପାରୁନି ହାଇଲେ ମୋ ମଣିଷ ନୁହଁ ମା ତାହେଲେ କଣ ତମେ ମୋତେ କେବଳ ମଣିଷଙ୍କ ପରି ଦେଖାଯାଏ ବୁଝିପାରିଲ ତାହେଲେ କଣ ତମେ କହୁନ ପ୍ରକୃତରେ ମୁଁ ହଉଛି ଗୋଟିଏ ମାନେ ମାନେ ମୁଁ ଜାଣିଗଲି ଯେ ତମେ ଜଣ ଗୋଟେ କଣ କଣ ତାମାନେ ତମେ ହଉଛ ଗୋଟିଏ ବଳଦ ମୁଁ ବଳ ଫଳ କିଛି ନୁହଁ ମା ସେଇଟା କଉ କହି ଦେଇଥିବି ହଁ ତମେ ହଉଛ ଗୋଟେ ବଳଦ ନାଇଁ ମୁଁ ବଳଦ ନୁହଁ ତମେ ହଉଛ ଗୋଟେ ବଳଦ କହିଲି ପରା ବଳଦ ନୁହଁ ହଁ ତମେ ଗୋଟେ ହଉଛ ବଳଦ ନାଇଁ ଏ ବଳଦ ଏ ବଳଦ ଯୋଗ କର କହୁଛି ଏ ବଳଦ ଆଉ ଥରେ ଏ ବଳଦ ମୁଁ ତମକୁ ଗାଈ କହୁଛି ମତେ ବଳଦ କହୁଛ ଯେ ହଁ ମତେ କହିଦେଉନ ତମେ ଗୋଟେ ବଳଦ ଷଣ୍ଢ ହେଲେ ମୁଁ ଗୋଟେ ଗାଈ ହେଲେ କଣ ଭଲ ହବନି ଦେଖରେ ବାପା କେମିତି ନିର୍ଲଜ ଝଟା ଦେଖ ନିଜକୁ ଗୋଟିଏ ଗାଈ ଆଉ ମତେ ଗୋଟିଏ ବଳଦ ଷଣ୍ଢ କହୁଛି ଆସ ସିଂହ ଲড়େ ସିଂହ ଲଢିବା ଏ ତମେ କଣ ମୋ ସହିତ ସିଂହ ଲଢେଇ କରିପାରିବନି ଏ ହେଲେ ଟିକେ ଆଗକୁ ଭାବୁନା କଣ ତମେ ଗୋଟେ ବଳଦ ଷଣ୍ଢ ହେଲେ ମୁଁ ଗୋଟେ ଗାଈ ହେଲେ କେତେ ଭଲ ହବ ନା ପୁଣି କାହିଁକି ଭଲ ଭଲ ହବନି କାହିଁକି ଭଲ ହବ ତମର ଆମର କେତେ ସୁନ୍ଦର ସୁନ୍ଦର ବାଛୁରୀ ଗୁଡାକ ହେବେ ନା ଆଲୋ ତମକୁ ଲାଜ ଲାଗୁନି କଥାଟା ଏତେ ଦୂର ଭାବି ସାରିଲଣି ଆଲୋ ଏ ରାକ୍ଷୀ ଦରକାର ନାହିଁ ତମ ଉପରେ ଡାହାଳ ଗାଈ ଆଉ ତମ ଠାରୁ ସେ ଜନ୍ମ ନଉଥିବ ବାଛୁରୀ ଗୁଡାକ ହେଲା କାହିଁକି ମୋ ବାଛୁରୀ ଗୁଡାକ କଣ ତମ ପଛରେ ପଛରେ ବୁଲେଇ ପାରିବନି ନାଇଁ ସେ କାମଟା ମୋ ଦ୍ୱାରା ହେଇପାରିବ ତମ ଦ୍ୱାରା ହେଇପାରିବନି ଜମାରୁ ସେଥିପାଇଁ ତ କହୁଛେ ମଣିଷ ଜନ୍ମରେ କଣ କହୁଛ ତୁମେ ମୋ ଦେବତା ମୋ ପୂଜାରୀ ତୁମ ପାଦ ତଳେ ମୋ ଯେ ବନ୍ଦିନୀ ଜମାରୁ ମନା କଲେ ତୁମେ ମୁଁ ଖାଇବି ବିଷ ଖାଇଦିଅ ପାଇବାକୁ ହେଲେ ମଧୁ ପରଶ କଦାପି ରସିକ ଏ ମନ ପ୍ରାଣ ଏ ଯୌବନ ଏ ମନ ପ୍ରାଣ ଏ ଯୌବନ ତୁମକୁ ଦେଇଛି ଧନ ଥରେ ଆଶ୍ରମ ପାଶ ଗୋରଦ ଆଶ୍ରମ ପାଶ ଆରେ ରସିକ ଧର ହାତ ଆଶ୍ରମ ପାଶ ଆଶ୍ରମ ପାଶ
ଏବେ ଯଦି ମୁଁ ମରି ଯାଇଥିଲେ ଆରେ ଗୋଟେ ଝିଅ ପିଲା ପୁଅ ପିଲାଙ୍କ ଉପରେ ଚଢ଼ିଗଲେ କ'ଣ ମରି ଯାଆନ୍ତି? କେତେ କଳେ ବଳେ କୌଶଳେ ସେ ଫାଙ୍କ ଭିତରେ ମୁଁ ଜୀବନଟାକୁ ବଞ୍ଚେଇଲି ମରିଯିବା କଥା କହୁଛ। ହେଲେ ସତରେ ତମେ ମତେ ଭଲ ପାଉନି? କହିଲି ପରା ଜମାରୁ ଭଲ ପାଉନି। ଏତିକି ମତେ ଭଲ ପାଉନି? ଏତିକି ମଧ୍ୟ ନୁହଁ ହେଲା। ସତରେ ମୁଁ ଝିଅ ପିଲାଟେ ତୁମକୁ ଏତେ ବାଧ୍ୟ କଲା ପରେ ମଧ୍ୟ ଗୋଟେ ଝିଅର ମନ କଥାକୁ ବୁଝିପାରିଲନି। ଜମାରୁ ମୁଁ ତ ତମ ମନ କଥା କିଛି ବୁଝିପାରୁନାହିଁ। ଦେଖ ରାଖି ତମକୁ ଶେଷ ଥର ପାଇଁ କହୁଛି ଦୟାକରି ତମେ ଏଠୁ ଚାଲିଯାଅ। ହଁ ଚାଲିଯିବି, କ'ଣ ବା କରିବି? ମୋ ମନ କଥା ତୁମେ ବୁଝିପାରିଲନି। ଏତେ ବାଧ୍ୟ କଲା ପରେ ମଧ୍ୟ ତୁମେ ବୁଝିପାରିଲନି। ହଁ। ତାହେଲେ ଏଠି ରହିକି ବା କ'ଣ ଲାଭ? କିଛି ଲାଭ ନାହିଁ। ମୁଁ ନିଶ୍ଚୟ ଚାଲିଯିବି। ଆରେ ଯାଅ। କିନ୍ତୁ ମୁଁ ଗଲା ପରେ ତମେ ପସ୍ତେଇବ ହେଲା। କ'ଣ କହିଲା ଆଉ ଥରେ କହୁନ? ତମେ ଏଠୁ ଗଲା ପରେ ମୁଁ ପୁଣି ପସ୍ତେଇବି। ହଁ ସେଇଟା ପୁଣି କ'ଣ ପାଇଁ? କ'ଣ ପାଇଁ ମାନେ? ହଁ ମୋ ପରି ଝିଅ କ'ଣ ତମେ କୋଉଠୁ ପାଇବ? ଦେଖ ରେ ବାପା ଆସିଲାରେ ମୋର ଦିବ୍ୟ ସୁନ୍ଦରୀଟା ହଇଲ ରାଖି ତମ ପରି ସୁନ୍ଦରୀ ଝିଅ ମାନେ ମୋ ପଛରେ ମୋ ହଜାରେ ଏମିତି ଧାଡ଼ିରେ ଛିଡ଼ାକି ଅଛନ୍ତି ବୁଝିପାରିଲ? ମା ତମ ଜଣକ ପାଇଁ 1000 ଝିଅ? ଜଣକ ପାଇଁ 1000 ଝିଅ। ତମ ଜଣକ ପାଇଁ ଯଦି 1000 ଝିଅ, ଆଚ୍ଛା ତାହେଲେ ଯେତେ ପୁଅ ମାନେ ଅଛନ୍ତି ଆଚ୍ଛା ସେ ସବୁ କ'ଣ ଗିରି ବଜେଇବେ? ହଇଲ ତମେ କଣ ନୋପାମାନଙ୍କ କଥାରେ ମୁଣ୍ଡ ପୁରେଇ ପକେ କହିଲା? ଦୟାକରି ତମେ ଏଠି ଚାଲିବା ବୁଝିଲ? ତମେ ଏଠୁ ଚାଲିଗଲା ପରେ ଆମେ ସେ 1000 ଝିଅ ଭିତରୁ ସମସ୍ତେ ଗୋଟି ଗୋଟି କରି ଭାଗ ବାଣ୍ଟ କରି ନେଇଯିବୁ। ହଁ ଯାଉଛି। ତମେ ଯାଉଛ 1000 ଝିଅ ମାନଙ୍କ ପାଖକୁ? ମୁଁ ବି ଯାଉଛି ହେଲା। ଯାଅ ଛିରେ ମା ছিলে ମା ଏ ବା ମତେ ଜମାରୁ ଛାଡ଼ିବେନି। ମତେ ଜୀବନରେ ମାର କ'ଣ କରିବି? ଆରେ କ'ଣ ପାଇଁ କାନ୍ଦୁ? ଆରେ କ'ଣ ହେଇଛି କୁହ? ଏଇଟା ତମ ପାଇଁ ହିଁ ମୋର ଏତେ ବଡ଼ ଅଘଟଣ ଘଟି ଯାଇଛି। ମୁଁ କ'ଣ କଲି ତମକୁ? ମୁଁ ଅତି ଜରୁରୀ କାର୍ଯ୍ୟଟାକୁ ମତେ ଭୁଲି ଯାଇଛି। ତମର ପୁଣି ଜରୁରୀ କାର୍ଯ୍ୟ? କ'ଣ ସେ ଜରୁରୀ କାର୍ଯ୍ୟ ଟିକେ କହୁନ ଶୁଣିବି। ସେଇ ଜରୁରୀ କାର୍ଯ୍ୟଟା ରଖିଛେ। ହଁ ମୁଁ ନା ଜଣେ ଯୁବକକୁ ଭଲ ପାଏ। ତମେ ପ୍ରେମ କରେ। ଆଚ୍ଛା ସେ ମତେ ଭଲ ପାଆନ୍ତି। ସେଇଠୁ ଘଣ୍ଟା ହେଇଗଲା? କ'ଣଟା ହବନି? ମୁଁ ପରେ ତାଙ୍କୁ କଥା ଦେଇଥିଲି। କ'ଣ କଥା ଦେଇଥିଲି? ସେଇ ନଈ କୂଳରେ ସେଇ ଆମ୍ବ ବୃକ୍ଷ ତଳେ ଅପେକ୍ଷା କରିଥିବା ପାଇଁ। କିନ୍ତୁ ଏତେ ସମୟ ବିତିଗଲା ମୁଁ ତାଙ୍କ ପାଖକୁ ଯାଇନ। ହେଲେ ମୋ ଧନଟା ମୋ ସୁନାଟା ଆଚ୍ଛା ମୋ ଗେଲୁଟା ଏ ପର୍ଯ୍ୟନ୍ତ ସେଇ ନଈ କୂଳର ଆମ୍ବ ବୃକ୍ଷ ତଳେ ଆଚ୍ଛା ଅପେକ୍ଷା କରିଥିବେ କରିଥିବ। ଏ ପର୍ଯ୍ୟନ୍ତ ମୁଁ ତାଙ୍କ ପାଖକୁ ଯାଇନ। ହେଲେ ଏତେ ସମୟ ବିତିଗଲା ପରେ ଯଦି ମୁଁ ଯିବି ସେ କ'ଣ ମତେ ଏମିତିରେ ଛାଡ଼ିଦେବେ? ନାଇଁ ଜମାରୁ ଛାଡ଼ିବନି। ସେଥିପାଇଁ ତ ମତେ କାନ୍ଦ ମାରୁଛି। ଆଚ୍ଛା ମାଲା ଆରେ ବଞ୍ଚ ତମର ସେ କୁମ୍ଭୀର କାନ୍ଧଣଟା ହଇଲ ଏ ରାଖି। ହେଲେ ମତେ ତ କାହିଁ ବିଶ୍ୱାସ ଲାଗୁନି। ତମକୁ ବିଶ୍ୱାସ ଲାଗୁ ନା ଲାଗୁ ମୋର କ'ଣ ଯାଉଛି? ମୁଁ ପ୍ରକୃତରେ ଭଲ ପାଉଛି, ପ୍ରେମ କରୁଛି, ମାନେ ଜମାରୁ ଭୟ କରିବିନି। ଭୟ କରିବନି ନା। ତାହେଲେ କ'ଣ କରିବ? ତାଙ୍କ ପାଖକୁ ଯିବି। ତମେ ତା ପାଖକୁ ଯିବ? ଆଚ୍ଛା ଆଉ ତାପରେ କ'ଣ କରିବ? ତାପରେ
ହାତରେ ହାତ ରଖିବି। ଆରେ ବାପରେ ହାତରେ ହାତ କୁଣି ରଖିବ। ହଁ ହଉ ହେଲା ଆଉ ତାପରେ କଣ କରିବ? ତାପରେ କଣ କରିବି? ହଁ ତାପରେ ତମକୁ ପଚାରୁନି ମୁଁ ହଁ, ମୁଁ ମନକୁ ପଚାରୁଛି। ଆଉ ତାପରେ କଣ କରିବ? ତାପରେ ହଁ ଛାତିରେ ଛାତି ମିଶେଇବି। ଏଲା ବଉଲୋ କହିଲା କଣ ନା ଛାତିରେ ପୁଣି ଛାତିକୁ ମିଶାଇବ। ହଁ ଆଉ ତାପରେ କଣ କରିବ? କୋ 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 ତାପରେ ଆଉ କଣ କରିବି? এই କଥା କଣ ତମକୁ ଜଣା ନାହିଁ? ଆଲୋ ଜାଣିନି ବୋଲି ତ ପଚାରିଛି। ଶୀଘ୍ର କୁହ ମ। ଧୈର୍ଯ୍ୟ ଧରି ଧୈର୍ଯ୍ୟ ଧରି ହଉନି। ହଁ ଏ ହଁ ତାପରେ ନା ହଁ ତାପରେ ନା କୁହ ତାପରେ ନା ଶୀଘ୍ର କୁହ ମ। ତାପରେ ଆରେ କୁହ। ଓଠରେ ଓଠ ମିଶେଇବି। କଣ କହିଲ? ଓଠର ଓଠ ମିଶାଇବ ସେଇଟା ପୁଣି ମୁଁ ଥାଉ ଥାଉ ଆଲୋ ରାଖି ଓଠରେ ଓଠ କାହିଁକି ମତେ ମାରିଲା? ଆଉ କୋଉ ଅଧିକାର ମତେ ମାରିଦେଲ? କାହିଁକି ମାରିଲି? ଆଉ କୋଉ ଅଧିକାର ମାରିଲି କହିବି? କାହିଁକି? ଭଲ ପାଇବା ଅଧିକାର, ପ୍ରେମ କରିବା ଅଧିକାର। ମାନେ ମାନେ ମୁଁ ନା ତମେ ତମକୁ ମତେ ଏ ରାଖି ହଁ ଭଲ ପାଉଛି। ଇମା लिखी मो love you I love you love you I love you I love you 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 love you I love you